ଓଡ଼ିଶା ଷ୍ଟେଟ୍ ଓପନ୍ ୟୁନିଭର୍ସିଟି ଅଧୀନରେ MA ଓଡ଼ିଆ କାର୍ଯ୍ୟକ୍ରମର ପ୍ରଥମ ପେପର MA ଓଡ଼ିଆ 1 ତାହାର ପ୍ରଥମ ବ୍ଲକ୍ ପ୍ରାକ୍ ସାରଳା ସାହିତ୍ୟ ତାହାର ୟୁନିଟ୍ 1 ସାମାଜିକ ପୃଷ୍ଠଭୂମି ଏଥିରେ ଥିବା ଆତ୍ମପରୀକ୍ଷଣ ପ୍ରଶ୍ନାବଳୀର ଆଲୋଚନା କରିବା। ପ୍ରଥମ ପ୍ରଶ୍ନ, ପ୍ରାକ୍ ସାରଳା ଓଡ଼ିଆ ସମାଜର ସାମାଜିକ ସ୍ଥିତିକୁ ଆଲୋଚନା କର। ପ୍ରାକ୍ ସାରଳା ଓଡ଼ିଆ ସମାଜର ସାମାଜିକ ସ୍ଥିତିକୁ ଆଲୋଚନା କର। ଉତ୍ତର ହେଉଛି ପ୍ରାକ୍ ସାରଳା ଓଡ଼ିଆ ସମାଜ ଜାତି, ଧର୍ମ, ବର୍ଣ୍ଣ, ଅଞ୍ଚଳ ଆଦି ଭେଦରେ ବିଭକ୍ତ ଥିଲା। ଏହା ମୁଖ୍ୟତଃ କୃଷି ପ୍ରଧାନ ଥିଲା। କୃଷିକୁ କେନ୍ଦ୍ର କରି ନାନା ପର୍ବପର୍ବାଣୀ, ଦେବତା ଉପାସନ ତଥା କର୍ମକାଣ୍ଡ, ଯାଗ ଯଜ୍ଞ ଆଦି ସମାଜରେ ପ୍ରଚଳିତ ଥିଲା। ଶୈବ, ଶାକ୍ତ ତଥା ପ୍ରକୃତି ଉପାସନା ଥିଲା ମୁଖ୍ୟ। ବିଭିନ୍ନ ଜାତି ତଥା ଉପଜାତି ଓ ତଜ୍ଜନିତ ସଂକୀର୍ଣ୍ଣ ଚିନ୍ତାଧାରା, କୁସଂସ୍କାର, ଅନ୍ଧବିଶ୍ୱାସ ଆଦିରେ ତତ୍କାଳୀନ ଓଡ଼ିଆ ସମାଜ ବୁଡ଼ି ରହିଥିଲା। ତନ୍ତ୍ର ସାଧନାର ଗୁରୁତ୍ୱ ରହିଥିଲା। ସେତେବେଳେ ସମାଜ ଉପରେ ବୌଦ୍ଧ, ଜୈନ ଧର୍ମାବଲମ୍ବୀମାନଙ୍କର ମଧ୍ୟ କିଛି ମାତ୍ରାରେ ପ୍ରଭାବ ରହିଥିଲା। ନିରକ୍ଷରତା ହେତୁ ଭାଷା ସାହିତ୍ୟର ବିକାଶ ସମ୍ଭବପର ହୋଇନଥିଲା। ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ପ୍ରପୀଡ଼ିତ ଓଡ଼ିଆ ସମାଜର ଆଶାନୁରୂପ ବିକାଶ ସମ୍ଭବପର ହୋଇପାରୁନଥିଲା। ସମାଜରେ ନାରୀ ଶିକ୍ଷାର ପ୍ରଚାର ପ୍ରସାର ହୋଇନଥିଲା ବେଳେ ସମାଜ ଥିଲା ପୁରୁଷ ପ୍ରଧାନ। ତତ୍କାଳୀନ ସମାଜରେ ଓଡ଼ିଆ ପୁଅ କର୍ମଠ ଜୀବନରୁ ବଳକା ସମୟ ପାଇଲେ ବିଶେଷତଃ ରାତ୍ରିର ଦୀପର ମିଞ୍ଜି ମିଞ୍ଜି ଆଲୁଅରେ ନିଜର ମନର କଥାକୁ କଳ୍ପନାର ରଙ୍ଗରେ ରଙ୍ଗେଇ ତାଳପତ୍ର ଲେଖନୀରେ ରୂପ ଦେବାର ପ୍ରୟାସ ଆରମ୍ଭ କରିଥିଲା। ବିଭିନ୍ନ ଶିଳାଲେଖ, ତାଳପତ୍ର, ପୋଥି, ତାମ୍ରପଟା ପ୍ରଭୃତିରୁ ମିଳିଥିବା ଓଡ଼ିଆ ଭାଷାର ଆଦ୍ୟ ସ୍ୱାକ୍ଷର ଏହାର ପ୍ରମାଣ ଦିଏ। ସେହିପରି ଚର୍ଯ୍ୟା ଗୀତିକା, ନାଥ ସାହିତ୍ୟ, କଳସା ଚଉତିଶା ପ୍ରଭୃତି ତତ୍କାଳୀନ ଓଡ଼ିଆ ସମୟର ବା ସମାଜର ସାମାଜିକ ସ୍ଥିତିକୁ ମଧ୍ୟ ବ୍ୟାଖ୍ୟା କରେ। ପ୍ରାକ୍ ସାରଳା ଓଡ଼ିଆ ସମାଜରେ ବହୁତ କୁଶଳୀ ସ୍ଥପତି କାରିଗର ଥିବାର ପ୍ରମାଣ ମିଳେ। ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିର୍ମାଣର ଶୈଳୀ ଏହାର ଶ୍ରେଷ୍ଠ ନିଦର୍ଶନ। ସେହିପରି ଓଡ଼ିଆମାନେ ଥିଲେ ବୀର। ଏହାର ଦୃଷ୍ଟାନ୍ତ କଳିଙ୍ଗ ଯୁଦ୍ଧ ସମେତ ବିଭିନ୍ନ ଯୁଦ୍ଧର ବର୍ଣ୍ଣନାରୁ ମଧ୍ୟ ମିଳେ। ରାଜା ଥିଲେ ପ୍ରଜାମାନଙ୍କର ଭାଗ୍ୟ ବିଧାତା। ମୁଖ୍ୟତଃ ଓଡ଼ିଆମାନେ ଥିଲେ କୃଷି ଓ ଗୋପାଳନ କରି ଜୀବିକା ନିର୍ବାହ କରୁଥିବା ଜାତି। ବେଳେବେଳେ ଯୁଦ୍ଧ ସମୟରେ ସୈନିକ ରୂପେ ମଧ୍ୟ ସେମାନେ ଅବତୀର୍ଣ୍ଣ ହେଉଥିଲେ। କିଛି ପ୍ରଜା ବାଣିଜ୍ୟ ଓ ବ୍ୟବସାୟ ଉପରେ ନିର୍ଭରଶୀଳ ଥିଲେ। ସମାଜରେ ଜାତି ପ୍ରଥା ଉତ୍କଟ ରୂପ ଧାରଣ କରୁଥିଲା ବେଳେ ବ୍ରାହ୍ମଣମାନଙ୍କ ପ୍ରଭାବ ବେଶୀ ରହିଥିଲା। ରାଜା ମହାରାଜାମାନେ ପ୍ରଜାପାଳନ ସହ ରାଜ୍ୟର କଳା, ସଂସ୍କୃତି, ଜନମଙ୍ଗଳକାରୀ କାର୍ଯ୍ୟ ପ୍ରତି ଧୀରେ ଧୀରେ ସଚେତନ ହେଉଥିଲେ। ତନ୍ତ୍ର ସାଧନା ଓ ଆଧ୍ୟାତ୍ମିକତା ନାମରେ ନାନା ନୀତିହୀନ କାର୍ଯ୍ୟ ମଧ୍ୟ ସମାଜରେ ପ୍ରଚଳିତ ଥିଲା। ନୀଚ ଉଚ୍ଚ ଭେଦଭାବ ବେଶୀ ରହିଥିଲା। ସମାଜରେ ସ୍ତମ୍ଭନ, ମୋହନ, ମାରଣ, ତାରଣ, ବଶୀକରଣ ଓ ଉଚ୍ଚାଟନ ପ୍ରଭୃତି ତାନ୍ତ୍ରିକ ବିଦ୍ୟା ମଧ୍ୟ ପ୍ରଚଳନ ରହିଥିଲା। ତା ସହିତ ରୋଗ ବ୍ୟାଧି ହେଲେ ତାହାର ପ୍ରଶମନ ପାଇଁ ଗ୍ରାମ ଦେବତୀଙ୍କ ଠାରେ ମେଷ ବଳି ଓ ଛାଗ ବଳି ଆଦି ସବୁ ଦେବା ପ୍ରଥା ମଧ୍ୟ ରହିଥିଲା। ଗୁଣି ଗାରେଡ଼ି ବିଦ୍ୟା, ଭୂତ ପ୍ରେତ ବିଶ୍ୱାସ, ମନ୍ତ୍ର ବଳରେ ଝାଡ଼ିବା, ଘା ଝାଡ଼ିବା, ବିଷ ଝାଡ଼ିବା ଆଦିର ପ୍ରଚଳନ ତତ୍କାଳୀନ ସମାଜରେ ଥିଲା। ଏସବୁ ବ୍ୟତୀତ ପ୍ରାକ୍ ସାରଳା ଓଡ଼ିଆ ସମାଜରେ ତୁଳସୀ ପୂଜା କରିବା, ନବଜାତ ଶିଶୁର ଜନ୍ମରୁ ଷଷ୍ଠ ଦିବସରେ ଷଷ୍ଠୀ ଦେବୀ ପୂଜା କରିବା, ଆକା ମା ବଇ ସ୍ନାନ, ଚକୁଳିଆ ପଣ୍ଡା, ସାମୁଦ୍ରିକ ବିଦ୍ୟା, ରାତିରେ ସାପର ନାଁ ଧରିବା ନିଷେଧ ଏ ପ୍ରଭୃତି ବହୁତ ଧାରଣା ତତ୍କାଳୀନ ସମାଜରେ ପ୍ରଚଳିତ ଥିଲା। ଏହାପରେ ଆଲୋଚନା କରିବା ଦ୍ୱିତୀୟ ପ୍ରଶ୍ନ, ଅଶୋକଙ୍କ ଶିଳାଲେଖ ରଚନାର ସାମାଜିକ ପୃଷ୍ଠଭୂମି ଆଲୋଚନା କର। ଉତ୍ତର, ମୌର୍ଯ୍ୟ ବଂଶର ପ୍ରାରମ୍ଭିକ ଶାସନ କାଳରେ କଳିଙ୍ଗ ସ୍ୱାଧୀନ ରାଜ୍ୟ ଥିବାରୁ ଏହି ମାଟିରେ ଘଟିଯାଇଥିଲା ଭାରତବର୍ଷର ସବୁଠାରୁ ଭୟଙ୍କର ଓ ଲୋମହର୍ଷଣକାରୀ ଯୁଦ୍ଧ। ଏହା ଥିଲା ସ୍ୱାଭିମାନ ସହିତ ପ୍ରତିଷ୍ଠାର ଯୁଦ୍ଧ। ଅଶୋକ ସମ୍ରାଟ
ନିଜର ପ୍ରତିଷ୍ଠାକୁ ସୁରକ୍ଷିତ ରଖିବା ପାଇଁ କଳିଙ୍ଗର ସ୍ୱାଭିମାନକୁ ନିର୍ଦ୍ଦୟ ଭାବରେ ହତ୍ୟା କଲେ। ମାତ୍ର ପ୍ରତି ଆକ୍ରମଣ ଭୟରେ ସେ ଯୁଦ୍ଧ ତ୍ୟାଗ କରି ନିଜକୁ ଧର୍ମାଶୋକ ନାମରେ ନାମିତ କଲେ ଓ ଉତ୍କ୍ଷିପ୍ତ କଳିଙ୍ଗବାସୀଙ୍କୁ ନିଜର ସନ୍ତାନ ସଦୃଶ୍ୟ ପାଳନ କରିବା ସହ କିଛି ଅନୁଶାସନ ଓ ନିୟମକୁ କଳିଙ୍ଗର ଦୁଇଟି ତତ୍କାଳୀନ ପ୍ରସିଦ୍ଧ ସହର ତୋଷାଳୀ ଅର୍ଥାତ୍ ଆଧୁନିକ ଭୁବନେଶ୍ୱର ଧଉଳି ନିକଟ ଅଞ୍ଚଳ ଏବଂ ସମାପା ବା ଜଉଗଡ଼ଠାରେ ଥିବା ଶିଳାଲେଖରେ ଉତ୍କୀର୍ଣ୍ଣ କରାଇଥିଲେ। ଏଥିରେ ସେ ମଗଧର ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇ ପ୍ରଜାଙ୍କୁ ସନ୍ତାନ ରୂପେ ପାଳିବାର ନିର୍ଦ୍ଦେଶନାମା ଜାରି କରିଥିଲେ। ପୁନଶ୍ଚ କଳିଙ୍ଗବାସୀମାନଙ୍କୁ ପ୍ରଚ୍ଛନ୍ନ ଧମକ ଦେଇ ରାଜା କ୍ଷମା ଦେବାକୁ ଯେପରି ସମର୍ଥ ଠିକ୍ ସେହିପରି ବିଦ୍ରୋହ କଲେ ପୁନଶ୍ଚ ଯୁଦ୍ଧ କରି ତାକୁ ଦମନ କରିବାରେ ମଧ୍ୟ ସକ୍ଷମ ବୋଲି ସେ କହିଥିଲେ। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଲିଖିତ ଏହି ଶିଳାଲେଖ ତତ୍କାଳୀନ ଓଡ଼ିଆମାନଙ୍କ କଥିତ ଭାଷାରେ ଥିଲା। ଏଥିରେ ତତ୍କାଳୀନ ଓଡ଼ିଆ ସମାଜର ଚିତ୍ର ସହ ସଂସ୍କୃତି, ଅର୍ଥନୀତି, ଜାତୀୟ ଜୀବନ ସହ ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟ ଜଣାପଡ଼େ। ଆଧୁନିକ ଭୁବନେଶ୍ୱରସ୍ଥ ଧଉଳି ବା ତୋଷାଳୀଠାରେ ଥିବା ସୁରଭ ପର୍ବତ ଉପରେ ସ୍ୱତନ୍ତ୍ର କଳିଙ୍ଗ ଅନୁଶାସନ ଏବଂ ଭାରତର ଅନ୍ୟତମ ଶ୍ରେଷ୍ଠ ବାଣିଜ୍ୟ ନଗରୀ ସମାପା ବା ବର୍ତ୍ତମାନର ଗଞ୍ଜାମ ଅନ୍ତର୍ଗତ ଜଉଗଡ଼ର ଖପିଙ୍ଗଳ ପର୍ବତ ଉପରେ ଖୋଦିତ କଳିଙ୍ଗର ସ୍ୱତନ୍ତ୍ର ଅନୁଶାସନ ତତ୍କାଳୀନ କଳିଙ୍ଗର ସାମାଜିକ ବ୍ୟବସ୍ଥାକୁ ବେଶୀ ଗୁରୁତ୍ୱ ଦେଇଥିଲା। ସମ୍ରାଟ ଅଶୋକ ଯୁଦ୍ଧର ବିଭୀଷିକା ପରେ ଶାନ୍ତି ବାର୍ତ୍ତାକୁ ଅନୁଶୋଚନା ରୂପ ଦେଇ କଳିଙ୍ଗବାସୀଙ୍କ ହୃଦୟକୁ ଜିଣିବାର ଆଉ ଏକ ରାଜନୈତିକ କୌଶଳ ଆପଣେଇଥିଲେ, ଯାହାର ପୃଷ୍ଠଭୂମି ଉପରେ ଲିଖିତ ହୋଇଥିଲା ଏହି ଦୁଇଟି ଶିଳାଲେଖ। ରାଜଧାନୀ ତୋଷାଳୀକୁ ନିଜର ପ୍ରତ୍ୟକ୍ଷ ଶାସନରେ ରଖି ଶାସନ କାର୍ଯ୍ୟ ପରିଚାଳନା ନିମନ୍ତେ ମହାମାତ୍ର ଓ ନଗର ବ୍ୟବହାରିକଙ୍କୁ ସେ ଦେଇଥିବା ନିର୍ଦ୍ଦେଶ ହିଁ ଏହି ଦୁଇଟି ଶିଳାଲେଖର ମୁଖ୍ୟ ବିଷୟବସ୍ତୁ ଥିଲା। ତତ୍କାଳୀନ ଓଡ଼ିଆ ସମାଜରେ ଶାନ୍ତି, ସମୃଦ୍ଧି, ଭାଇଚାରାର ବିକାଶ ସାଧନ କରାଇ ଜନସାଧାରଣଙ୍କୁ ଈର୍ଷା, କ୍ରୋଧ, ନିଷ୍ଠୁରତା, କ୍ଷିପ୍ରତା, ଅନଭ୍ୟାସ, ଆଳସ୍ୟ, ଅବସାଦରୁ ଦୂରେଇ କଠୋର ତଥା ନ୍ୟାୟୋଚିତ ଦଣ୍ଡବିଧାନର ବ୍ୟବସ୍ଥା କରି କୃଷି, ବାଣିଜ୍ୟ ଆଦିରେ ଉନ୍ନତି କରିବା ସହ ପ୍ରଜାଙ୍କୁ ନିଜର ସନ୍ତାନ ସଦୃଶ ପାଳନ କରି ଏକ ସୁଦୃଢ଼ ସାମାଜିକ ବ୍ୟବସ୍ଥା ବଜାୟ ରଖି ଲୋକଙ୍କୁ ବୌଦ୍ଧ ଧର୍ମ ପ୍ରତି ଆକୃଷ୍ଟ କରାଇବା ଲକ୍ଷ୍ୟ ନେଇ ସମ୍ରାଟ ଅଶୋକ ଏହି ଦୁଇ ଶିଳାଲେଖକୁ ଉତ୍କୀର୍ଣ୍ଣ କରାଇଥିଲେ। ସାମଗ୍ରିକ ଭାବରେ ଅଶୋକଙ୍କ ଶିଳାଲେଖକୁ ଆଲୋଚନା କଲେ ଜଣାଯାଏ ଯେ ମଗଧ ସମ୍ରାଟ ଅଶୋକ ଖ୍ରୀଷ୍ଟପୂର୍ବ 273-72 ମଧ୍ୟରେ ସିଂହାସନ ଆରୋହଣ କରିଥିଲେ ମଧ୍ୟ ଶାସନର 4 ବର୍ଷ ପରେ ଅର୍ଥାତ୍ ଖ୍ରୀଷ୍ଟପୂର୍ବ 269-68ରେ ରାଜ୍ୟାଭିଷେକ ହୋଇଥିଲେ। ନିଜକୁ ସର୍ବଶକ୍ତିମାନ ରୂପେ ପ୍ରତିଷ୍ଠା କରିବା ପାଇଁ ସେ ତତ୍କାଳୀନ ଶକ୍ତିଶାଳୀ ରାଜ୍ୟ କଳିଙ୍ଗକୁ ଖ୍ରୀଷ୍ଟପୂର୍ବ 261-60 ମଧ୍ୟରେ ଆକ୍ରମଣ କରି ଭୟଙ୍କର କଳିଙ୍ଗ ଯୁଦ୍ଧ ସଂଗଠିତ କରାଇଥିଲେ। ପରବର୍ତ୍ତୀ କାଳରେ ଏହି ଶିଳାଲେଖ ଦ୍ୱୟ ଉତ୍କୀର୍ଣ୍ଣ କରାଇଥିଲେ। ଆଲୋଚନା କରିବା ଏହାର ପରବର୍ତ୍ତୀ ପ୍ରଶ୍ନ, ହାତୀଗୁମ୍ଫା ଶିଳାଲେଖ ରଚନାର ସାମାଜିକ ପୃଷ୍ଠଭୂମି କ'ଣ? ଅଦ୍ୟାବଧି ଆବିଷ୍କୃତ ଶିଳାଲେଖ ଗୁଡ଼ିକ ମଧ୍ୟରେ ହାତୀଗୁମ୍ଫା ଶିଳାଲେଖ ହେଉଛି ଓଡ଼ିଆ ଜାତିର ପ୍ରଥମ ଗୌରବମୟ ଇତିହାସ ଏବଂ ପ୍ରାଚୀନ ଲିଖିତ ସାହିତ୍ୟ। ଏହି ଶିଳାଲେଖର ଭାଷା ହେଉଛି ପାଲି, ଯାହାକି ତତ୍କାଳୀନ କଳିଙ୍ଗ ଅଧିବାସୀମାନଙ୍କର ପ୍ରଚଳିତ ଥିବା ମୁଖର ଭାଷା। ଏହାର ପ୍ରାଚୀନତା ଦୃଷ୍ଟିରୁ ଭାରତୀୟ ଭାଷାର ସର୍ବପ୍ରାଚୀନ ସାହିତ୍ୟ ଭାବରେ ହାତୀଗୁମ୍ଫା ଶିଳାଲେଖ ସର୍ବଜନ ଗୃହୀତ। ହାତୀଗୁମ୍ଫା ଶିଳାଲେଖ ଭାରତର ପ୍ରଥମ ଐତିହାସିକ କାବ୍ୟ ସାହିତ୍ୟ। ଏହା ଆଧୁନିକ ଓଡ଼ିଶାର ରାଜଧାନୀ ତଥା ମନ୍ଦିର ମାଳିନୀ ସହର ଭୁବନେଶ୍ୱର ଅନ୍ତର୍ଗତ କୁମାରୀଗିରି ପର୍ବତରେ ଥିବା ଉଦୟଗିରିଠାରେ ଅବସ୍ଥିତ। କଳିଙ୍ଗର ମେଘବଂଶୀ ତୃତୀୟ ରାଜା ଭାବେ 24 ବର୍ଷ ବୟସ୍କ ଖାରବେଳ ଖ୍ରୀଷ୍ଟପୂର୍ବ 40ରେ କଳିଙ୍ଗ ସିଂହାସନ ଆରୋହଣ କରି 13 ବର୍ଷର ଶାସକୀୟ ପ୍ରତିଭା, ନିଜର ଆଂଶିକ ପରିଚୟ, ଶିକ୍ଷା, ଦୀକ୍ଷା, ରାଜ୍ୟ ନିର୍ମାଣ ଓ ଶାସନ, ବିଜୟ ବାର୍ତ୍ତା, ଓଡ଼ିଶାର କଳା, ସଂସ୍କୃତି, ବିଜ୍ଞାନ ଓ ଓଡ଼ିଆ ଜାତୀୟତା ଇତ୍ୟାଦି ବର୍ଣ୍ଣନା କଲାବେଳେ ଯେଉଁ ଢଙ୍ଗରେ କାବ୍ୟିକ ଛଟାର ସାହାଯ୍ୟ ନେଇଛନ୍ତି ତାହା ହିଁ ପ୍ରମାଣିତ କରିଥାଏ ଓଡ଼ିଆ ଜାତି ଅତୀତରେ ସାହସୀ, ଜାତିନିଷ୍ଠ, କର୍ତ୍ତବ୍ୟପରାୟଣ, ସ୍ୱାଭିମାନୀ, ସ୍ୱାଧୀନଚେତା ତଥା ଉନ୍ନତ କଳା, ସାହିତ୍ୟ ଓ ସଂସ୍କୃତିର ଅନୁରାଗୀ ଥିଲେ, ଯାହାକି ଏ ପର୍ଯ୍ୟନ୍ତ ଭାରତବର୍ଷର ଅନ୍ୟାନ୍ୟ ରାଜ୍ୟ ବା ଜାତି ପାଇଁ ଏଭଳି ଗୌରବ ଆଣିଦେଇ ପାରିନାହିଁ। ଏଥିରେ ପୁଣି ଅଛି କଳିଙ୍ଗର ସୈନ୍ୟ ସଂଖ୍ୟା, ଲୋକ ସଂଖ୍ୟା
ଯୁଦ୍ଧର ବ୍ୟବସ୍ଥା, ରାଜାର ଧର୍ମ କର୍ତ୍ତବ୍ୟ, ଶତ୍ରୁ ପ୍ରତି ବ୍ୟବହାର, ପ୍ରଜା ପାଳନ, ଘର, ପୁଷ୍କରିଣୀ, ବାମ୍ଫି, କେନାଲ ଆଦି ନିର୍ମାଣ ବା ଖନନ ବ୍ୟବସ୍ଥା, ଅବସର ବିନୋଦନର ମାଧ୍ୟମ, କଳା, ସଂସ୍କୃତି, ଭାସ୍କର୍ଯ୍ୟ, ଆତିଥେୟତା, ସର୍ବୋପରି ଧାର୍ମିକ ଉଦାରତା ଭଳି ଉତ୍କୃଷ୍ଟ ସଭ୍ୟ ମାନବିକ ପରମ୍ପରାର ଅପୂର୍ବ ନିଦର୍ଶନ ଓ ବିସ୍ତୃତର ସୂଚନା। ପ୍ରଥମ ଓଡ଼ିଆ ସାହିତ୍ୟ ଭାବରେ ପରିଚିତ ହାତୀଗୁମ୍ଫା ଶିଳାଲେଖ ତତ୍କାଳୀନ ଓଡ଼ିଆ ସମାଜର ସାମାଜିକ, ରାଜନୈତିକ, ସାଂସ୍କୃତିକ ଅବସ୍ଥା ବିଷୟରେ ସୂଚନା ପ୍ରଦାନ କରିଥାଏ। କଳିଙ୍ଗ ଯୁଦ୍ଧର ପ୍ରତିଶୋଧ ଉପରେ ପ୍ରତିଷ୍ଠିତ ମଗଧ ବିଜୟକୁ ସ୍ମରଣୀୟ କରିବା ସହ ଉତ୍କର୍ଷ କଳା ସୌକର୍ଯ୍ୟରେ ମଣ୍ଡିତ କାରିଗରୀ ବିଦ୍ୟା ମଣ୍ଡିତ ଏହି ଶିଳାଲେଖରେ ଖାରବେଳଙ୍କ ରାଜ୍ୟ ଜୟ, ପ୍ରଶାସନ, ଜନହିତକର କାର୍ଯ୍ୟ ସହ ସାମାଜିକ ବିଧି ବ୍ୟବସ୍ଥା ପୁଙ୍ଖାନୁପୁଙ୍ଖ ରୂପେ ବର୍ଣ୍ଣିତ। ଏଥିରେ ବର୍ଣ୍ଣନା ଅନୁସାରେ ତତ୍କାଳୀନ ଓଡ଼ିଆ ସମାଜ ଥିଲା କୃଷି ପ୍ରଧାନ। କୃଷି ଥିଲା ସାମାଜିକ ବ୍ୟବସ୍ଥାର ପ୍ରମୁଖ ଅଙ୍ଗ। ରାଜ୍ୟ ଅପେକ୍ଷା କୃଷି ଓ କୃଷକର ସୁରକ୍ଷା ଥିଲା ସେ ସମୟରେ ଶାସକଙ୍କର ମୁଖ୍ୟ ଦାୟିତ୍ୱ। ଏଥିପାଇଁ ତ 300 ବର୍ଷ ତଳେ ନନ୍ଦ ରାଜାଙ୍କ ଦ୍ୱାରା ଖୋଳାଯାଇଥିବା କେନାଲର ପୁନରୁଦ୍ଧାର କରିବା ସହିତ କଳିଙ୍ଗର ସମୃଦ୍ଧ ନଗରୀ ବାଣିଜ୍ୟ ନଗରୀ ପିଥୁଣ୍ଡରେ 113 ବର୍ଷର ତାମିଲ ସଂଘ, ଯାହାକୁ କି ଚେର, ଚୋଳ, ପାଣ୍ଡ୍ୟମାନେ ଆଦିବାସୀ ସଂଘ ବା ତାମିଲ ସଂଘ ଗଠନ କରିଥିଲେ, ଯେଉଁମାନେ କଳିଙ୍ଗର ବାଣିଜ୍ୟ କାର୍ଯ୍ୟରେ ସହାୟକ ଥିଲେ, ସେମାନେ ବିଦ୍ରୋହ କରିବାରୁ ସେମାନଙ୍କୁ ଖାରବେଳ ଭୟଙ୍କର ଭାବରେ ଦମନ କରିଥିଲେ। ସେମାନଙ୍କର ବର୍ଦ୍ଧିତ ପ୍ରତିଭାକୁ ଖଣ୍ଡନ କରିବା ଉଦ୍ଦେଶ୍ୟରେ ସେଠାକାର ଚାଷ ଜମିରେ ଗଧ ଦ୍ୱାରା ହଳ କରାଇଥିଲେ। କେବଳ ସେତିକି ନୁହେଁ, ଆଜି ଭଳି ସେ ସମୟରେ ଚାଷୀମାନଙ୍କ ଅର୍ଥନୈତିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପ୍ରତ୍ୟେକ ଯୁଦ୍ଧ ଅଭିଯାନ ପରେ ସେ ରାଜ୍ୟବାସୀଙ୍କ ଉପରୁ କର ଛାଡ଼ କରିବା ସହିତ ବିଭିନ୍ନ ଉତ୍ସବ ମାଧ୍ୟମରେ ଧନ ସମ୍ପତ୍ତି ଦାନ କରୁଥିଲେ। ଖାରବେଳ ରାଜ୍ୟର ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ବିଶେଷ ଯତ୍ନବାନ ଥିଲେ। ସେଥିପାଇଁ ସେ ରାଜପ୍ରସାଦର ଗୋପୁର, ପ୍ରାଚୀରାଜିର ସଂସ୍କାର, ଗଭୀର ଶୀତଳ ଜଳାଶୟର ସୁରକ୍ଷା ଓ ମରାମତି ସହିତ ରାଜ୍ୟର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସୁଶୋଭିତ ଉଦ୍ୟାନମାନ ନିର୍ମାଣ କରିଥିଲେ। ସେହି ସମୟରେ ବାଳକମାନଙ୍କ ବିଦ୍ୟାଶିକ୍ଷା ଓ ଶାରୀରିକ ଦକ୍ଷତା ଉପରେ ଗୁରୁତ୍ୱ ଦିଆଯାଉଥିଲା। ଉକ୍ତ ଶିଳାଲେଖାରୁ ତତ୍କାଳୀନ ସମାଜର ସାହିତ୍ୟ, ଅର୍ଥନୀତି, ଗଣିତ, ଆଇନ, ଶିକ୍ଷା ଇତ୍ୟାଦି ବ୍ୟବସ୍ଥା ପ୍ରଚଳିତ ଥିଲା ବୋଲି ଜଣାପଡ଼େ। ଆଜି ପ୍ରତ୍ୟେକ ଓଡ଼ିଆ ଗର୍ବ କରିବା ଉଚିତ ଯେ ଓଡ଼ିଆ ଜାତି ସମଗ୍ର ଭାରତବର୍ଷକୁ କେବଳ ବାଣିଜ୍ୟିକ କଳା ଶିଖାଇ ନାହିଁ, ବରଂ ଭାରତର ପ୍ରଥମ ଲେଖକ ଜାତି ଭାବରେ ପଥର ଦେହରେ ସାହିତ୍ୟ ସୃଷ୍ଟି କରି ପରବର୍ତ୍ତୀ ଶାସକଙ୍କର ପଥ ପ୍ରଦର୍ଶକ ସାଜିଛି। ଏହାପରେ ଆଲୋଚନା କରିବା ପରବର୍ତ୍ତୀ ପ୍ରଶ୍ନ, ନାଥ ସାହିତ୍ୟ ସୃଷ୍ଟିର ସାମାଜିକ ଭିତ୍ତିଭୂମି ଆଲୋଚନା କର। ଓଡ଼ିଆ ସାହିତ୍ୟର ଅନ୍ୟ ଏକ ପ୍ରାଚୀନ ବିଭାଗ ହେଉଛି ନାଥ ସାହିତ୍ୟ। ଏହା ବୌଦ୍ଧ ବା ଚର୍ଯ୍ୟା ସାହିତ୍ୟର ପରବର୍ତ୍ତୀ ସାହିତ୍ୟ ଅଟେ, ଯାହାକି ଶୈବପନ୍ଥୀ ନାଥଧର୍ମୀମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା। ଓଡ଼ିଶାରେ ଭୌମକର ରାଜବଂଶର ଶାସନ ସମୟରେ ଉଭୟ ବୌଦ୍ଧ ଓ ଶୈବ ଧର୍ମକୁ ପ୍ରୋତ୍ସାହନ ମିଳିଥିଲା। ଏହାର ଫଳସ୍ୱରୂପ ଉଭୟ ବୌଦ୍ଧ ସାହିତ୍ୟ ଓ ଚର୍ଯ୍ୟା ସାହିତ୍ୟ ଓ ଶୈବ ସାହିତ୍ୟ ବା ନାଥ ସାହିତ୍ୟ ସୃଷ୍ଟି ହୋଇଥିଲା। ଯଦିଓ ଏହି ଦୁଇ ସାହିତ୍ୟ ଦୁଇଟି ଭିନ୍ନ ଧର୍ମ ଧାରଣାର ପ୍ରତିନିଧିତ୍ୱ କରୁଥିଲେ, ତଥାପି ଗୋଟିଏ ମତକୁ ହିଁ ସେମାନେ ପ୍ରତିପାଦିତ କରୁଥିଲେ, ଆଉ ସେ ମତ ହେଉଛି ଶରୀର ଭେଦମୂଳକ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ। ଏହି ତତ୍ତ୍ୱ ହିଁ ପୂର୍ଣ୍ଣାଙ୍ଗ ରୂପ ପରବର୍ତ୍ତୀ ସମୟରେ ପଞ୍ଚସଖାଙ୍କ ସାହିତ୍ୟରେ ପରିଲକ୍ଷିତ ହୋଇଥିଲା। ଗଙ୍ଗବଂଶୀଙ୍କ ଶାସକୀୟ ସ୍ଥିରତା ଓ ସର୍ବଭାରତୀୟ ସ୍ତରରେ ଧାର୍ମିକ ଉଦାରତା ଏବଂ ପ୍ରୋତ୍ସାହନର ଦୃଷ୍ଟାନ୍ତ ପାଲଟିଥିବା ଓଡ଼ିଶାର ସମାଜ ଜୀବନ ଥିଲା ମୁଖ୍ୟତଃ ଧର୍ମ ଭିତ୍ତିକ। ନବମ ଦଶମ ଶତାବ୍ଦୀ ବେଳକୁ ବୌଦ୍ଧ ସହଜ ଜାନର ଉଦାର ଧର୍ମ ତତ୍ତ୍ୱକୁ ଉପଯୁକ୍ତ ଗୁରୁଙ୍କ ବଦଳରେ କେତେକ ଧର୍ମ ପ୍ରଚାରକଙ୍କ ଠାରୁ ଗ୍ରହଣ କରିବା ଫଳରେ ଏହାର ମୌଳିକ ତତ୍ତ୍ୱକୁ ସାଧାରଣ ଲୋକ ବୁଝିପାରିନଥିଲେ। ଫଳତଃ ଏହାର ସୁଯୋଗ ନେଇ ଭଣ୍ଡ ଧର୍ମ ପ୍ରଚାରକମାନଙ୍କ ଦ୍ୱାରା ସମାଜରେ ଏହି ଧର୍ମ ଧୀରେ ଧୀରେ ଯୌନ ଉଚ୍ଛୃଙ୍ଖଳା ଆଡ଼କୁ ଗତି କରୁଥିଲା। ଏହି ସମୟରେ ତନ୍ତ୍ରାଚାର ଯୋଗ ବଦଳରେ ଭୋଗକୁ ବେଶୀ ମାତ୍ରାରେ ଗୁରୁତ୍ୱ ଦିଆଯାଉଥିଲା। ଫଳରେ ସାଧାରଣ ମନୁଷ୍ୟ ଏହି ବୌଦ୍ଧ ଧର୍ମଠାରୁ ନିଜକୁ ଦୂରେଇ ନେବା ପାଇଁ ବ୍ୟାକୁଳ ହୋଇ ଉଠିଥିଲେ। ଏହାର ଫଳସ୍ୱରୂପ ଏହି ସମଚିନ୍ତନକୁ ପ୍ରତିପାଦିତ କରୁଥିବା ଶୈବପନ୍ଥୀ ନାଥ ଧର୍ମ ପୁଣି ଲୋକପ୍ରିୟ ହୋଇ ଉଠିଥିଲା। ବୌଦ୍ଧ ଆଚାର୍ଯ୍ୟମାନଙ୍କ ପରି ନାଥପନ୍ଥୀଗଣ ପାରମ୍ପରିକ ଉତ୍କଳୀୟ ଜ୍ଞାନ ମିଶ୍ରା ଧାର୍ମିକ ଧାରଣାକୁ ନିଜସ୍ୱ ଶୈଳୀରେ ପ୍ରଚାର ଓ ପ୍ରସାର କରିବାକୁ ଲାଗିଲେ। ତେଣୁ ଓଡ଼ିଶାର ନାଥ ସମ୍ପ୍ରଦାୟଙ୍କ ସମାଜ ଜୀବନକୁ ଅନୁଧ୍ୟାନ କଲେ ତତ୍କାଳୀନ ଓଡ଼ିଆ ଜନସାଧାରଣଙ୍କ ଦୈନନ୍ଦିନ ସାମାଜିକ ଚଳଣି ଓ ରୀତିନୀତି ବିଷୟରେ ମଧ୍ୟ ସ୍ପଷ୍ଟ ଜଣାପଡ଼େ। ବୈରାଗ୍ୟର ସୂଚକ ବିଭୂତିକୁ ଶରୀରରେ ବୋଳି ନାଥଯୋଗୀମାନେ
ନଡ଼ିଆର ଖୋଳପା କିମ୍ବା ଲାଉ ତୁମ୍ବା ବ୍ୟବହାର କରି କନ୍ଥାର ଝୁଲି ଦ୍ୱାରା ଭିକ୍ଷାଲବ୍ଧ ତଣ୍ଡୁଳ ପ୍ରଭୃତି ସଂଗ୍ରହ କରୁଥିଲେ। ସେତିକିବେଳେ ନାନା ଗୀତ ଗାଇ କେନ୍ଦରା ବଜାଇ ଲୋକଙ୍କୁ ନାଥ ସାହିତ୍ୟ ପରିବେଷଣ କରୁଥିଲେ। ନାଥ ଶବ୍ଦର ଯଦି ବ୍ୟୁତ୍ପତ୍ତିଗତ ଅର୍ଥ ଲକ୍ଷ୍ୟ କରିବା, ନାର ଅର୍ଥ ଅନାଦି ରୂପ ଓ ଥର ଅର୍ଥ ଭୁବନତ୍ରୟରେ ସ୍ଥାପିତ ହେବା, ଅର୍ଥାତ୍ ନାଥ ଧର୍ମ ଅନାଦି ଧର୍ମ। ଏହା ହିଁ ଭୁବନ ସ୍ଥିତିର କାରଣ। ଅନ୍ୟ ଏକ ଅର୍ଥରେ ନାର ଅର୍ଥ ନାଥ ବ୍ରହ୍ମ, ଯିଏ ମୋକ୍ଷ ପ୍ରଦାନ କରେ ଓ ଥର ଅର୍ଥ ଯେ ଅଜ୍ଞାନକୁ ଦୂର କରେ। ସାଧାରଣ ଅର୍ଥରେ ନାଥ ଶବ୍ଦର ଅର୍ଥ ସ୍ୱାମୀ ବା ପ୍ରଭୁ। ପୁନଶ୍ଚ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମ ସହିତ ମଧ୍ୟ ନାଥ ସଂଯୁକ୍ତ ରହିଛି। ଏହି ଦୃଷ୍ଟିରୁ ନାଥ ସାହିତ୍ୟର ପ୍ରସାର ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରାଚୀନ ଓଡ଼ିଆ ସନ୍ଥ ସାହିତ୍ୟରେ ଯେଉଁ 84 ଜଣ ସିଦ୍ଧାଚାର୍ଯ୍ୟଙ୍କ ବିଷୟରେ ଉଲ୍ଲେଖ ରହିଛି, ସେମାନେ ଏହି ନାଥ ସମ୍ପ୍ରଦାୟର ଗୁରୁ ରୂପେ ସ୍ୱୀକୃତ। ଓଡ଼ିଶାରେ ନାଥ ସାହିତ୍ୟର ପ୍ରଚାର ପ୍ରସାର ସୁଦୂର ପ୍ରସାରୀ ଥିଲା। ଏହା ପରବର୍ତ୍ତୀ ପ୍ରଶ୍ନ, ଚର୍ଯା ସାହିତ୍ୟରେ ପ୍ରତିଫଳିତ ଓଡ଼ିଆ ସମାଜ ଜୀବନର ବିସ୍ତୃତ ବିବରଣୀ ପ୍ରଦାନ କର। ଚର୍ଯା ସାହିତ୍ୟ ଦୀର୍ଘ 1000 ବର୍ଷ ଧରି ଓଡ଼ିଶାର ବିଭିନ୍ନ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଉତ୍ଥାନ ପତନ ଭିତରେ ବିଭିନ୍ନ ଓଡ଼ିଆ ସାହିତ୍ୟ ସମ୍ଭାର ନଷ୍ଟ ହୋଇଯାଇଥିଲା ବେଳେ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ପୂର୍ବରୁ ବା ପରେ ତାଳପତ୍ରରେ ଲିଖିତ ସାହିତ୍ୟ କେଉଁ ରୂପରେ ଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କିନ୍ତୁ ନେପାଳ ରାଜଦରବାରରୁ ମିଳିଥିବା ସପ୍ତଦଶ ଶତାବ୍ଦୀର ତାଳପତ୍ର ପୋଥି ହେଉଛି ଏହାର ସର୍ବପ୍ରାଚୀନ ନିଦର୍ଶନ। 1907 ମସିହାରେ ନେପାଳ ରାଜଦରବାରରୁ ଚର୍ଯାଚର୍ଯ୍ୟ ବିନଶ୍ଚୟ ନାମକ ତାଳପତ୍ର ପୋଥି ବିଶିଷ୍ଟ ବଙ୍ଗୀୟ ବିଦ୍ୱାନ ହରପ୍ରସାଦ ଶାସ୍ତ୍ରୀ ଆବିଷ୍କାର କରିଥିଲେ। ଏଥିରେ 23 ଜଣ ବଜ୍ରଯାନ ଓ ସହଜଯାନ ସିଦ୍ଧାଚାର୍ଯ୍ୟଙ୍କର 46ଟି କବିତା ରହିଛି। ଏମାନଙ୍କ ନାମରେ ଶେଷରେ ପା ଶବ୍ଦ ରହିଛି, ଯାହାକି ପାଦ ଶବ୍ଦରୁ ଆନିତ, ଯଥା କାହ୍ନୁପାଦ, ଲୁଇପାଦ, ସବରୀପାଦ ବା ସବରୀପା, କାହ୍ନୁପା, ଲୁଇପା। ଏହି 23 ଜଣ ସାଧୁଙ୍କ ମଧ୍ୟରୁ ସର୍ବାଧିକ ଓଡ଼ିଶାରେ ଜନ୍ମିତ 4 ଜଣ କବି ଥିଲେ। ଏମାନଙ୍କ ମଧ୍ୟରେ ପ୍ରାଚୀନତମ ଥିଲେ ସରହପାଦ। ସବୁଠାରୁ ପ୍ରସିଦ୍ଧ କବି ଥିଲେ କାହ୍ନୁପାଦ ବା କାହ୍ନୁପା। ବିଶିଷ୍ଟ ଗବେଷକ କରୁଣାକର କହନ୍ତି, ଏହିସବୁ କବିତାର ଭାଷା, ଶବ୍ଦ ବିଭବ ଓ ଲେଖକ ପରିଚୟ ଆଦିକୁ ଗଭୀର ଅନୁଧ୍ୟାନ କଲେ ଏହାକୁ ଓଡ଼ିଆ ଭାଷାର ପ୍ରାଚୀନ ସାହିତ୍ୟ ବୋଲି କୁହାଯିବ। ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମଧ୍ୟ ଏହି ସିଦ୍ଧ କବିମାନଙ୍କୁ 84 ସିଦ୍ଧାଚାର୍ଯ୍ୟ ଭାବରେ ମଧ୍ୟ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ମଚ୍ଛେନ୍ଦ୍ରନାଥ, ଗୋରଖନାଥ, ଲୁଇପା, ହାରିପ୍ପା, କାହ୍ନୁପା, ସବରୀପା ସର୍ବାଧିକ ଲୋକପ୍ରିୟ ଆଚାର୍ଯ୍ୟ ଅଟନ୍ତି। ସପ୍ତମ ଶତାବ୍ଦୀ ବେଳକୁ ଓଡ଼ିଶାର ରାଜନୀତିକ ଦିଗ ସ୍ଥିରତା ଆଡ଼କୁ ଗତି କରୁଥିଲା। ଗୁପ୍ତକାଳୀନ କେନ୍ଦ୍ରୀୟ ଶାସନ ଭାଙ୍ଗିଯିବା ପରେ ଉତ୍ତର ଗୁପ୍ତକାଳୀନ ଶାସନ ବ୍ୟବସ୍ଥା ଆଞ୍ଚଳିକ ରାଜ୍ୟ ଗଠନରେ ଖୋରାକ ଯୋଗାଇଥିଲା। ଫଳରେ ଦୀର୍ଘ 500 ବର୍ଷ ଧରି ଗଙ୍ଗାରୁ ଗୋଦାବରୀ ପର୍ଯ୍ୟନ୍ତ ଏକକ ସଂସ୍କୃତିର ଅଧିକାରୀ ଥିବା ଭୂଖଣ୍ଡରେ ସମୟାନୁକ୍ରମେ ଗଢ଼ି ଉଠିଥିବା ଛୋଟ ଛୋଟ ରାଜ୍ୟର ବିଲୟ ଘଟି ଭୌମକର ନାମକ ଏକ ଶକ୍ତିଶାଳୀ ଶାସନତନ୍ତ୍ର ଜନ୍ମ ହେଲା। ଏହା ପୂର୍ବରୁ ଶକ୍ତିଶାଳୀ ଶୈଳୋଦ୍ଭବ ସାମ୍ରାଜ୍ୟ ଅତୀତର ନୌବାଣିଜ୍ୟକୁ ପୁନଃ ପ୍ରତିଷ୍ଠା କରିବାରୁ ସାଧାରଣ ଜନତାଙ୍କର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୋଇଥିଲା। ଉତ୍କୃଷ୍ଟ ନାଗରିକ ଜୀବନଯାପନ ପାଇଁ ସ୍ଥିର ଶାସନ ଓ ସୁଦୃଢ଼ ଅର୍ଥନୀତିର ଆବଶ୍ୟକ ଥିବାରୁ ଏହି ସମୟରେ ଓଡ଼ିଶା ମାଟିରେ ଉଭୟ ଦିଗରେ ପରିପୂର୍ଣ୍ଣତା ଲାଭ କରିଥିଲା। ଫଳରେ ସାମାଜିକ ଜୀବନ ଅତି ବ୍ୟବସ୍ଥିତ ଓ ପାରସ୍ପରିକ ସହଯୋଗ ଭିତ୍ତି ଉପରେ ପ୍ରତିଷ୍ଠିତ ଥିଲା। ବିଶେଷ କରି ଏହି ସମୟରେ ଧର୍ମାଚାର ସମାଜ ଜୀବନକୁ ବେଶ୍ ପ୍ରଭାବିତ କରିଥିଲା, ଯାହାର ପ୍ରମାଣ ସ୍ୱରୂପ ଏହି ସମୟର ସମନ୍ୱୟବାଦୀ ଧର୍ମ ପ୍ରଚାରକୁ ନିଆଯାଇପାରେ। ଏହି ସମୟର ସବୁଠାରୁ ଲୋକପ୍ରିୟ ସାହିତ୍ୟ ଭାବରେ ପରିଚିତ ଚର୍ଯା କବିତା ଧର୍ମ ପ୍ରଚାର କରିବା ପାଇଁ ଲେଖାଯାଇଥିବାରୁ ସ୍ଥଳ ବିଶେଷରେ ଦୃଷ୍ଟାନ୍ତ ରୂପେ ତତ୍କାଳୀନ ଓଡ଼ିଆ ସମାଜର ପୂର୍ଣ୍ଣାଙ୍ଗ ଚିତ୍ର ସହିତ ଓଡ଼ିଶାର ଜନଜୀବନର ପ୍ରମୁଖ ଜୀବନଚର୍ଯ୍ୟା ମଧ୍ୟ ଏଥିରେ ଦେଖିବାକୁ ମିଳିଥାଏ, ଯାହାକି ଚର୍ଯା କବିତାବଳୀକୁ ନିଜର ବୋଲି ଦାବି କରୁଥିବା ଅନ୍ୟ ଭାଷୀଙ୍କ ସାମାଜିକ ଜୀବନଠାରୁ ପୃଥକ୍ ଥିବାରୁ ଏହା ମଧ୍ୟ କବିମାନଙ୍କୁ ଓଡ଼ିଶାବାସୀ ବୋଲି ଏହା ପ୍ରମାଣିତ କରୁଛି। ବିରୂପା ପାଦଙ୍କ ଏକ କବିତାରେ ଶୁଣ୍ଢିଆଣି ମଦ ବିକିବା ପ୍ରସଙ୍ଗ ରହିଛି। ଏହା ଓଡ଼ିଶାରେ ବାସ କରୁଥିବା ଶୁଣ୍ଢି ନାମକ ଏକ ସ୍ୱତନ୍ତ୍ର ଜାତିକୁ ବୁଝାଏ, ଯାହାର କୌଳିକ ବୃତ୍ତି ହେଲା ମଦ ବିକିବା। ସେହିପରି କାହ୍ନୁପାଦଙ୍କ ନଗର ବାହିରେ ଡୁମ୍ବି ତୋହର କୁଡ଼ିଆରେ ଲେଖା ଅଛି, ଡମ୍ବ ନାମକ ଜାତି ନଗର ବା ଗ୍ରାମର ଶେଷ ମୁଣ୍ଡରେ ବାସ କରୁଥିଲେ, ଯାହାକି ଓଡ଼ିଶାରେ ଅଦ୍ୟାପି ମଧ୍ୟ ଦେଖାଯାଏ। ଏହା ଓଡ଼ିଶା ସହିତ ସାମଞ୍ଜସ୍ୟ ରହିଛି। ଶବରପାଦଙ୍କ ଦୋହାରେ ଓଡ଼ିଶାର ଆଦିବାସୀ ଶବରମାନଙ୍କର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳେ। ଉଚ୍ଚ ପର୍ବତ ଉପରେ ଶବରୁଣୀ ଗୁଞ୍ଜରିମାଳା ଓ ମୟୂର ପିନ୍ଧିଛନ୍ତି।
सबरुणी कान वज्र कुंडल पिंधि एहीपरि सबु वर्णना दोहा जरिया रही। सेहीपरि शबरपाद अन्य एक दोहारे तैला बाड़ी में कपा चाषर वर्णना अच्छी। तैलार अर्थ टिके तलिया बाड़ी अर्थात तलिया बाड़ी में कपा फूल फुटवा और बण भितर कांगुचिना फल पाचिबा देखि शबर सबरुणी मन में आनंद मातई उठी। यही भाव में बहु वर्णना माध्यम तत्कालीन ओडिया समाजर वास्तव चित्र आंकिबार चर्चा साहित्य उद्यम करा। धन्यवाद।